ଯେତେବେଳେ ଆପଣମାନେ ଜଗନ୍ନାଥ ମନ୍ଦିର ଯାଉଛନ୍ତି ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ ସେତେବେଳେ ପ୍ରାୟ ଲୋକ କ'ଣ କରନ୍ତି ନା ଖାଲି ହାତରେ ଯାଆନ୍ତି। ବହୁତ ଲୋକ ପ୍ରତ୍ୟେକ ଦିନ ମନ୍ଦିରରେ ଯାଇକି ଦର୍ଶନ କରୁଛନ୍ତି ଜଗନ୍ନାଥ ମନ୍ଦିରରେ। ମୁଁ ଯେତେବେଳେ ଦର୍ଶନ କରିବା ପାଇଁ ଯାଇଛି ମୁଁ ଦେଖିଛି ଲୋକମାନେ ବହୁତ ମାତ୍ରାରେ ଆସନ୍ତି ସତ, କିନ୍ତୁ କାହାରି ହାତରେ କିଛି ନଥାଏ, କେହି କିଛି ନେଇକି ଆସନ୍ତିନି ମହାପ୍ରଭୁଙ୍କ ପାଇଁ। ବହୁତ କମ୍ ଲୋକ ଏମିତି ଅଛନ୍ତି ଯେ କିଛି ନେଇକି ଆସନ୍ତି। ତେବେ କ'ଣ ନିହାତି ଭାବରେ ନେଇକି ଯିବା ଦରକାର ଯେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କର ଆପଣମାନେ ଦର୍ଶନ କରିବା ପାଇଁ ଯାଉଛନ୍ତି? ତୁଳସୀ। ତୁଳସୀ ନିଶ୍ଚିନ୍ତ ଭାବରେ ଟିକେ ନେଇକି ଯାଆନ୍ତୁ। ଆପଣଙ୍କୁ ମନ୍ଦିର ବାହାରେ ବି ତୁଳସୀ ମିଳିଯିବ, କିଣିକି ନେଇକି ଯାଆନ୍ତୁ ଜଗା ପାଇଁ କିଛି ତୁଳସୀ ଏବଂ ନନାଙ୍କୁ ଦେବେ। ସେ ଆପଣଙ୍କର ତୁଳସୀକୁ ଜଗାକୁ ଅର୍ପଣ କରିଦେବେ, ନିଶ୍ଚିନ୍ତ ଭାବରେ ବହୁତ ଶୁଭ ହେବ। ଆଉ ଜାଣି ରଖନ୍ତୁ, ଖାଲି ହାତରେ କେବେ ମନ୍ଦିର ଯାଆନ୍ତିନି ଦର୍ଶନ କରିବା ପାଇଁ। ତେଣୁ କିଛି ତ ନହେଲା ନାହିଁ, ତୁଳସୀ ଟିକେ ନିହାତି ଭାବରେ ହାତରେ ନେଇକି ଯିବେ, ଜଗାକୁ ସମର୍ପଣ କରିବେ, ନିଜର ଦୁଃଖ କହିବେ, ଜଣେଇବେ, ଆଉ ଦର୍ଶନ କରିକି ଆସିବେ। ଦେଖିବେ ନିଶ୍ଚିନ୍ତ ଭାବରେ ଆପଣଙ୍କର ଜଗା ମନ କଥା ଶୁଣିବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।